ବିଜେଡିରୁ ମମତା ମହନ୍ତ ଇସ୍ତଫା ଦେଇଛନ୍ତି, ଏହାଦ୍ୱାରା ରାଜ୍ୟସଭାରେ ବିଜେଡି ଉପରେ ପ୍ରଭାବ ପଡ଼ିବ କି? ଏଥିରେ ଯାହା ଜଣାପଡ଼ିଲାଣି ନରେନ୍ଦ୍ର ମୋଦି ପାଗଳ ହେଇଗଲେଣି, ଭୟଙ୍କର ପାଗଳ ହେଇଗଲେଣି। ତାଙ୍କର ରାଜ୍ୟସଭାର ସଟ୍, ଲୋକସଭାର ସଟ୍, ତେଲ ମାରିକି ବିହାର ଚିଫ୍ ମିନିଷ୍ଟରକୁ ନୀତିଶକୁ ରଖିଛନ୍ତି। 52,000 କୋଟି ଟଙ୍କା ସ୍ପେଶାଲ ଦେଇଛନ୍ତି ତାଙ୍କୁ ଇଲେକ୍ଟ୍ରି ପାଇଁ, ତାଙ୍କ ଇରିଗେସନ୍ ପାଇଁ, ତାଙ୍କ ବ୍ୟାଙ୍କ ଋଣ ପାଇଁ। ଇଆଡ଼େ ଆନ୍ଧ୍ରା ନାଇଡୁ କାହାର ନୁହଁ କି ନୀତିଶ କାହାର ନୁହଁ। ନୀତିଶ ମୋ ସାଥିରେ ଜନତା ଦଳରେ ଥିଲେ, ମହା ଡେଞ୍ଜରିୟସ୍ ଲୋକ। ତା ପାନରେ ଟିକେ ଚୂନ ଖସିଲି ସେ ଡେଇଁଲା। ଇଆଡ଼େ ଇଏ ତା ସତ୍ତ୍ୱେ ମଧ୍ୟ ନୀତିଶ ଏଥର ଆଇଲାନି ମିଟିଂ କି 72,000 କୋଟି ଟଙ୍କା ନେଇକି। ଏବଂ ନାଇଡୁ ତା ଶ୍ୱଶୁରକୁ ମାରିଦେଲା, ସେ ମୁଖ୍ୟମନ୍ତ୍ରୀ ହବ ବୋଲି। ଏନ୍ଟି ରାମାରାଓ ତା ଶ୍ୱଶୁର, ସେ କରିଥିଲା ଦଳ। ଇଏ ଆସିକିରି ଏମିତି ଷଡ଼ଯନ୍ତ୍ର କଲେ ଯେ ଶ୍ୱଶୁର ହାର୍ଟ ଫେଲ୍ କରି ମରିଗଲା। ଏ ଡେଞ୍ଜରିୟସ୍। ସେ ନେଇଛି ଟଙ୍କା, ତାର ଯେଉଁ ନୂଆ ରାଜଧାନୀ କରୁଛି ତାର ଡେଭଲପମେଣ୍ଟ ପାଇଁ ସ୍ପେଶାଲ ପ୍ୟାକେଜ। ଏବଂ ମୋଦି ପାଗଳ ହେଇଗଲେଣି, ଓଡ଼ିଶାରେ ହାତ ମାରିଲେଣି, ଭଙ୍ଗାରୁଜ ଆରମ୍ଭ କଲେଣି। ତାମାନେ ଓଡ଼ିଶାରେ ନବୀନ ପଟ୍ଟନାୟକ ସେ ଉତ୍ତେଜିତ କଲେଣି। ନବୀନ ହାତରେ ବହୁତ ଶକ୍ତି ଅଛି, ସେ ଶକ୍ତି ଯଦି ପ୍ରୟୋଗ କରେ ମୋଦି ପଳେଇବ, ଏଠେଇ ବି ପଳେଇବେ, ମୋହନ ବି ପଳେଇବେ। ସେଇପରା କହୁଛି, ଇଏ ଯେମିତି ଇଏ ହାତ ମାରିଲେଣି ସେ ପୁରା ବାହା ପୁରେଇ ଦେବ ଏକଦମ ନବୀନ ପଟ୍ଟନାୟକ। ସେ ସବୁ କେହି ସମ୍ଭାଳି ପାରିବେନି। ମୋଦି ଗନ୍, ଇଏ ଗନ୍। ଏ ଭଙ୍ଗା ଭଙ୍ଗିରେ କିଣା କିଣିରେ ପସନ୍ଦ ବିଜେଡି ଉପରେ କିଛି ପ୍ରଭାବ ପଡ଼ିବ? କି ପ୍ରଭାବ ପଡ଼ିବ? ଗୋଟାଏ ଗଲା କିଛି। ନବୀନ ପଟ୍ଟନାୟକ ଶାବଳ ଭଳିଆ ଠିଆ ହେଇଛି, ସିଂହ ଭଳିଆ। ତାଙ୍କ ସାହା କହିଲାନି ନବୀନ ପଟ୍ଟନାୟକ ବିପଦ ବେଳେ ଯେମିତି ସାହାଯ୍ୟ କରେ ତାଠୁ ଶିଖିବା କଥା। କେରଳକୁ ଜଣେଇ ଦେଲା, କେରଳ ସରକାରକୁ ଭାରତ ସରକାର ଜଣେଇ ଦେଲା। ଶାହା ହୋମ୍ ମିନିଷ୍ଟର କହିଲା ଯେତେବେଳେ ମହା ବିପଦ, ନବୀନ ପଟ୍ଟନାୟକର ଯେଉଁ ସାହାଯ୍ୟ, ଯେଉଁ ଅପରେସନ୍ ଯୁଦ୍ଧକାଳୀନ ଭିତରେ ଯେଉଁ ସାହାଯ୍ୟ ଶିଖିବ ଯାଅ। ତେଣୁ ବି କେୟାରଫୁଲ୍, ହାତ ବରାବରି କରନି, ଡଙ୍ଗା ବୁଡ଼ିଯିବ ତମର, କେହି ଜାଣିପାରିବେନି। ମମତା କଲେ କ'ଣ ଲୋଭରେ ଗଲେ ନା କ'ଣ? ଲୋଭରେ ନୁହଁ, ଯାଇଥିଲେ କହିବା ପାଇଁ ଅପାର କାମ ତମେ କରୁଛ, ଠିକ୍ ଭାବେ କରୁନ। ପ୍ୟାକେଜ ବିହାରକୁ ଦେଇଦେଲ ଅଧିକା, ପ୍ୟାକେଜ ଦେଇଦେଲ ଆନ୍ଧ୍ରକୁ, ୱେଷ୍ଟବେଙ୍ଗଲ ପାଇଲାନି କି ଓଡ଼ିଶା 20 MP ଦେଇଛି ପାଇଲାନି। ତାକୁ ଜଣେଇବା ପାଇଁ ଯାଇଥିଲା, କହିକିରି ଆସିଲା ୟାର ଜବାବ ଆମେ ଦେବୁ। ମମତାକୁ ମାନିବାକୁ ପଡ଼ିବ। ଷ୍ଟ୍ରଙ୍ଗ ଲେଡି ଗୋଟେ, ଇଣ୍ଡିଆର ବେଷ୍ଟ ଚିଫ୍ ମିନିଷ୍ଟର ୱେଷ୍ଟବେଙ୍ଗଲ। ଭୁବନେଶ୍ୱରରେ ଚାରିଆଡ଼େ ଗାଡ଼ି ଚେକିଂ ଚାଲିଛି, କ'ଣ କରିବେ? ଓଡ଼ିଶା ପୁଲିସରେ ଚେକିଂ ଚାଲିଛି, ମଦ ବେପାରୀ, ଚୋରା ବେପାରୀ ଧରନ୍ତୁ ଧରନ୍ତୁ। ଯେତେ ଚୋରା ବେପାରୀ, ଯେତେ ଚୋରା ମଟର, ଏ ଯେଉଁ କଅଁଳିଆ ପିଲା ଗୁଡ଼ାକ ଚଲେଇକି ଆକ୍ସିଡେଣ୍ଟ କରି ମାରୁଛନ୍ତି, ଏଗୁଡ଼ା କଡ଼ାକଡ଼ି କରାଯାଉ। ଟାଇଟ୍ ହେଇଗଲେ ଏଭଳି ଆକ୍ସିଡେଣ୍ଟ ହେବନି। ପ୍ୟାରେଣ୍ଟସ୍ ମାନେ ପିଲାଙ୍କୁ ଗାଡ଼ି ଦେବେନି, କି ଚୋରି ହେବନି, ଭୟଙ୍କର ପରିସ୍ଥିତି ହେବନି, ଓଡ଼ିଶା ଦୁର୍ବଳ ହେବନି, ହେବା ଉଚିତ। କଂଗ୍ରେସର ପରବର୍ତ୍ତୀ କମାନ କିଏ ଧରିବ? ମୋତେ ଜଣାପଡ଼ିଛି 11 ଜଣ ନାଁ ଉଠିଛି। ପ୍ରଥମେ ଉଠିଛି ପ୍ରସାଦ ହରିଚନ୍ଦନ, ଦ୍ୱିତୀୟରେ ଉଠିଛି ନିରଞ୍ଜନ ପଟ୍ଟନାୟକ, ତୃତୀୟରେ ଭକ୍ତ ଦାସ, ଚତୁର୍ଥରେ ଇଏ ମୁକିମ, ପଞ୍ଚମରେ ଶରତ ରାଉତ, ରାମ ଖୁଣ୍ଟିଆ। ହଁ, ଆଉ ଗୋଟେ ସପ୍ତଗିରି ଉଲ୍କା ସଭା ଉପରେ ଅଛନ୍ତି। ତେଣୁ ସେ ସ୍କୁଟିନି କରୁଛନ୍ତି, କିଏ ସମସ୍ତଙ୍କୁ ଏକାଠି କରି ସାରା ଇଣ୍ଡିଆରେ ଯେତେବେଳେ ରାହୁଲ ଗାନ୍ଧୀ ବ୍ୟାପି ଆସୁଛନ୍ତି ଭାରତ ଜୋଡ଼ କରି 50 MPରୁ 100 ହେଲାଣି ଏବଂ 217 ହେଲାଣି ଇଣ୍ଡିଆ ମେଣ୍ଟ। ଆଉ 5-10ଟା ଫସି ପଡ଼ିଲେ ମୋଦି ପଳେଇବ। କିଏ ଦାୟିତ୍ୱ ନେବ, କିଏ କରିବ, ଏକାଠି କରିବ? ଜଣେ ଯୁବକ ହେଇଥିବ, ନା ବଦନାମ ନଥିବ, କୌଣସି କରପ୍ସନ୍ ସହିତ ନଥିବ, ସେଇଭଳିଆ ଲୋକକୁ ବାଛିବେ ବୋଲି ସବୁ ସ୍କୁଟିନ୍ କଲେଣି, ସମସ୍ତ ମତ ନେଲେଣି ଜଣାପଡ଼ୁଛି। କାରଣ ଧନ୍ୟବାଦ ରାହୁଲ ଗାନ୍ଧୀ, ଏଭଳିଆ ପରିସ୍ଥିତି ଓଡ଼ିଶାରେ ହେଇଥିଲା।
सबू भांगी देइछिन सभापति गले उपसभापति गले वर्किंग प्रेसिडेंट गले सेक्रेटरी जनरल सेक्रेटरी छात्र कांग्रेस युव कांग्रेस महिला कांग्रेस सबू गले नुआ करी तृणमूल स्तर जो आप चॉइस करेंगे धन्यवाद अभिनंदन।